হরানন্দ গুরু তবে এসি হ্যাঁ গুরু আর ମୁଁ ତମକୁ ଖୋଜି ଖୋଜି ହତାଶ ହେଇଗଲିଣି। ଗୁରୁ ଆରେ ମୁଁ ଏଇଠି ଆସିଛି ମୁଁ ମଧ୍ୟ ଆପଣଙ୍କୁ ଖୋଜି ବୁଲୁଛି ଗୁରୁ ତାପରେ କ'ଣ ହେଲା କୁହନ୍ତୁ ଗୁରୁ। ହରି ହରାନନ୍ଦ ଗୁରୁ ଆରେ କ'ଣ ଆଉ ହେଇଥିବ ତମେ ପରା ହଉଛ ମୋ ଅତି ନିଜ ଲୋକ। ନିଶ୍ଚୟ ଗୁରୁ ତୁମର ମୋ ନିଜର ଗୁରୁ। ସେଥିପାଇଁ ହିଁ ମୁଁ ତମକୁ ଆଜି ତମ ପାଖରେ ଗୋଟାଏ ଜରୁରୀ କାମ ଅଛି ବୋଲି ମୁଁ ତମରି ପାଖରେ ଆସି ନା ଆଜି ନା କାଲି କୋଉଠି ଜରୁରୀ କାମ ରହିଲା ମୋ ପାଖରେ ଗୁରୁ। ଆରେ ଶୁଣ ତମେ ହଉଛ ମୋ ଅତି ପୁରୁଣା ଦିନର ବନ୍ଧୁ। ତମେ ହେଲ ହରି ଆଉ ମୁଁ ହେଲି ରୁଦ୍ର। ସାକ୍ଷାତରେ ଭଗବାନ ହରି ଅର୍ଜୁନ ପରି ଆମେ। ଆରେ କୋଉ କାର୍ଯ୍ୟରେ ମୁଁ ତମ କୋଉ ଦିନ ମନ ଉଣା କରିଛି କୁହ। ହଁ ଗୁରୁ ଆରେ ସଦାବେଳେ ତମେ ଯାହା ଚାହଁ ତମକୁ ସବୁ ଠିକ ଠିକ କାର୍ଯ୍ୟଟା କରିଦିଏ ନା ନାହିଁ କୁହ। ହେଲେ ମୁଁ କାହାର ଆପଣଙ୍କ କଥାକୁ ମୁଁ ଅନ୍ୟଥା ହେଲେ ଠିକ ସେଇଭଳି ମୋର ବି କାମ ଗୋଟାଏ ଅଛି ତମେ କରିବାକୁ ପଡ଼ିବ। ଆଉ ସେଇ କଥାଟା ହେଲ ମୁଁ ଶୁଣିବାକୁ ପାଉଛି ତମ ପାଖରେ ଗୋଟାଏ ସୁନ୍ଦରିଆ ଝିଅଟିଏ ଅଛି। କୁହ। ହଁ ଗୁରୁ ନିଶ୍ଚୟ ଅଛି। ଆରେ ସେ ଝିଅଟା କିଏ କିରେ ହରି? ଗୁରୁ ସେ ଝିଅଟା ତ ମୋ ଭାଣଞ୍ଜି। ହେଲେ ଗୁରୁ ସେ ଝିଅଟା ମୋ ନିଜ ଭାଣଞ୍ଜି ନୁହେଁ। ମାନେ ହେଲେ ଗୁରୁ କ'ଣ କହିବାକୁ ଚାହୁଁଛ? ଆରେ ଆରେ ମନଟା ଯେତେବେଳେ ଇଚ୍ଛା ପ୍ରକାଶ ହେଇଛି ହେଲେ ତତେ କହିବା କଥା ମାନେ ତୋ ଭାଣଜି ସୀତାକୁ ତୋ ମୋ ପାଖରେ ଗୋଟାଏ ରାତ୍ରି ପାଇଁ ଦେଇପାରିବ। ଗୁରୁ ଆପଣ କ'ଣ କହିଯାଉଛ? ଆରେ ତତେ ମୁଁ ମାଲ ଦେବି ହରି ମାଲ ଦେବି। ଆରେ ତୋ ଭାଣଜି ସୀତାକୁ ତୁ ଗୋଟେ ରାତ୍ରି ପାଇଁ ଆରେ କେତେ ଟଙ୍କା ନେବୁ ଟଙ୍କା? ଗୁରୁ ଆମେ କହ ହେଲେ ମୋ ଭାଣଞ୍ଜିଟାକୁ ତୁମକୁ ଗୋଟେ ରାତି ପାଇଁ ଦେବି। ସେଇ କଥା ନା ଗୁରୁ ଏ କେମିତି କହିଛ? ଏ ହରିହରାନନ୍ଦ ଗୁରୁ ଆରେ ତମେ ଯେତେବେଳେ ଯାହା ଚାହ କେବେ ରୁଦ୍ର ତମ ମନ ଉଣା କରିଛି କୁହ କେତେ ମାଲ ନେବ? 5,000 10,000 ଆରେ କେତେ ନେବ କୁହ? ଆଚ୍ଛା ଆରେ ସେ ତ ମୋ ନିଜ ଭାଣଞ୍ଜି ନୁହେଁ। ସେଇ ସୀତା ମୋ ନିଜ ଭାଣଞ୍ଜି ନୁହେଁ। ଆଉ ସେ ଭାଣଞ୍ଜିଟା ଗୋଟେ ରାତି ପାଇଁ କେତେ ଟଙ୍କା ଦେବ? ଆଚ୍ଛା ମୋ ଭାଣଞ୍ଜିଟା ଏ ରୁଦ୍ର ପାଖ ଗଲେ ଗୋଟେ ରାତି ପାଇଁ କେତେ ଟଙ୍କା ରୁଦ୍ର ଦେଇପାରେ? ଆରେ ସେ ତ ମୋ ନିଜ ଭାଣଞ୍ଜି ନୁହେଁ। ଯଦି ମୁଁ ଗୋଟେ ରାତି ପାଇଁ କେତେ ଟଙ୍କା ଦେବ ରୁଦ୍ର ପାଖରେ ପଠେଇ ଦେବି। ହେ ରୁଦ୍ର ଗୁରୁ ଆରେ କହ ହରିହରାନନ୍ଦ ଗୁରୁ ହେଲେ ନା ତୁମେ କ'ଣ କହି ଯାଉଥିଲ? ଆଉ ଥରେ କହି ଦେଖ। ମୋ କହିବା କଥା ମାନେ ତମକୁ କେତେ ଟଙ୍କା ଦରକାର? ଟଙ୍କା କେବଳ ତମ ସେ ଭାଣଜି ସୀତାକୁ ମୋ ପାଖରେ ଗୋଟାଏ ରାତି ପାଇଁ। ଆରେ
মতে তো টঙ্কা দরকার আরে ମୁଁ ତମକୁ মদ দরকার হেলে 5,000 ଟଙ୍କା ଦେବି 5,000 5,000 ହଁ ହଁ কেবল গোটে রাতি পাই ହଁ ଗୋଟାଏ ରାତି ପାଇଁ হেলে গুরু ଆମେ ଶୁଣ হেলে গুরু এ টঙ্কা পাই এ দুনিয়া স্বার্থপর কে নুহে কাহার আউ মো ভারঞ্জি সে নুহে নিজর সে মান্যরে মো ভারঞ্জি আউ সে ভারঞ্জিটা গুটি রাতি পাই 5,000 ଆମେ ଶୁଣ গুরু ଆପଣଙ୍କ କଥାରେ ମୁଁ ନିଶ୍ଚୟ ସହମତ ତାହେଲେ ଶୁଣ ଗୁରୁ এই ଟଙ୍କାଟା ନେ ଗଡ଼ିରେ এইটা ହଉଛି ଆଡଭାନ୍ସ ଟଙ୍କା ଆଉ ଯଦି ବାକି ଟଙ୍କାଟା କାମଟା ହେଲା ପରେ এই নে ଟଙ୍କାଟା ଅଛି ନା ନାହିଁ ଭଲ ଭାବରେ ଗଡ଼ିରେ ଆରେ ମୋ ଭାଣୀଟା ଗୋଟିଏ ରାତି ପାଇଁ 5,000 ହେଲେ ସେ ଗୋଟିଏ ରାତି ପରେ ତ ମୋ ଭାଣୀଟା ଲଉଟି ମୋ ଘରକୁ ଆସିଯିବ ଆରେ 5,000ରେ ମୁଁ ଏନ୍ଜୟ କରିନି ଏମିତି ଆହା আরে কোন টঙ্কা এ টঙ্কাକୁ ଦେଖିବ ମନ ବହି ଯାଇଛି আচ্ছা এ গুরু আরে ସବୁ ପରିପୂର୍ଣ୍ଣରେ ଅଛି ଆପଣଙ୍କ କଥାରେ ଗୁରୁ ମୁଁ ହେଲେ ଟଙ୍କାଟା ଠିକ ଠାକ ଅଛି ତ ଅଛି ଗୁରୁ ହେଲେ ଶୁଣ ହେ ଗୁରୁ କାମଟା ହେବା ଦରକାର ଠିକ ଅଛି ଗୁରୁ ନିଶ୍ଚୟ ହବ ନିଶ୍ଚୟ କାଲି ଠିକ এই ସମୟରେ ମୋ ଭାଣଜୀ ସୀତାଟା ଆସି ମୋ ପାଖରେ ଉପସ୍ଥିତ ହେବା ଏକାନ୍ତ ଜରୁରୀ ନିଶ୍ଚୟ ହବ ଏଥରେ ଯାଇ ମୋ ଭାଣଜୀଟାକୁ ମୁଁ ନିଶ୍ଚୟ କହିଦେବି ଆରେ ତ କାମଟା ପୁରା ହେଇଯିବ ତାହେଲେ ଠିକ ଅଛି ରୁଦ୍ର ଠିକ ଅଛି ଗୁରୁ ତମରି ଅପେକ୍ଷାରେ ମୁଁ ଜଗି ରହିଲି ଠିକ ଅଛି ଗୁରୁ ତାହେଲେ ଯିବା ଆସୁଅଛି ରୁଦ୍ର ଏଥର ଆସୁଅଛି ଆରେ ଏମିତି ସମୟ କାହାକୁ ମିଳିବ ନିଶ୍ଚୟ ମୁଁ ତ ହରିହର ନଦ ଆଉ ସବୁବେଳେ ପିଉଥାଏ ମଦ ହେଲେ ନିଶ୍ଚୟ କାମ ଆସିବ ମୋ ଭାଣଜୀ ତ ଏଇ ରୁଦ୍ର ପାଖରେ ଗୋଟିଏ ରାତି ରହିବ ନା ତାପରେ ତ ମୋ ଭାଣଜୀଟା ଆସିଯିବ ଯୋଉ ଆଡଭାନ୍ସ ଟଙ୍କାଟା ଦେଇଛନ୍ତି କାମଟା ନିହାତି ହେବା ଦରକାର କାମ ଯଦି ନହେଲା ପୁରା ଖଲାସ କରିଦେବେ ବୁଝିଲ ତ ମୋ ରୁଦ୍ର ପାଖରେ ମୋ ଗୁରୁ ପାଖରେ କଥା ଦେଇ ସାରିଛି ମାନେ ଦେଇ ସାରିଛି ଏ କାମଟା ନିଶ୍ଚୟ ହବ ନିଶ୍ଚୟ ଆଉ ଟଙ୍କାଟା ମାଗିଦେବି ମୁଁ ନିଜେ ମାଗିଦେବି ଆଉ ଟଙ୍କାଟା ମାମୁ ଆଚ୍ଛା ଠିକ ଅଛି ଆଉ ମୁଁ ଟଙ୍କା ପାଇଛି ମୋ ଭାଣୀଜୀ ତ ଗୋଟିଏ ରାତି ପାଇଁ ଯିବ ନା ଆଉ ଗୋଟିଏ ରାତି ପାଇଁ କାହା ପାଖରେ ପଠେଇ ଦେଲେ 5,000 ନିଶ୍ଚୟ ଏ କାମଟା ମୁଁ ନିଶ୍ଚୟ କରିବି ଚିନ୍ତା କରିବାର ଦରକାର ନାହିଁ ଚିନ୍ତା କରିବିନି ତ ମାମୁ ନିଶ୍ଚୟ ହବ ଯଦି ନ ହେଲା ଗୁରୁ ହାଣିଦେବେ ସମସ୍ତଙ୍କୁ ହାଣିଦେବେ ମୁଁ କାମଟା କରିଲା ପରେ କଣ କୋଉଠି ହାରିବ ମୁଁ ନିଶ୍ଚୟ କରିବି କହିଲି ନା ଠିକ ଅଛି ମାମୁ ତାହେଲେ ଠିକ ଅଛି ମୁଁ ମଧ୍ୟ ମୋ ଭାଣଜୀ ପାଖକୁ ଚାଲି ଯାଉଛି ଠିକ ଅଛି ଯିବା ତାହେଲେ ମାମୁ ଠିକ ଅଛି ଆଗ ପଟେ ଚାଲନ୍ତୁ ମୋ ପଛରେ ଆସିଛି ଠିକ ଅଛି ମାମୁ ଠିକ ଅଛି ଚାଲନ୍ତୁ ଯିବା